हेलो स्टूडेंट्स वेलकम टू एमएसटी स्टडी हब ए वीडियो रे पिला माने इंडस वैली सिविलाइजेशन विषय आलोचना करिबा एहार पूर्व वीडियो रे पिला माने स्टोन एज मेटल एज विषय आलोचना करथिले जदि आपण माने से वीडियो टे देखि नांती ताले प्लेलिस्ट को जाई देखि परिबे एही वीडियो रे हम माने इंडस वैली सिविलाइजेशन विषय आलोचना करबा जाको सिंधु सभ्यता कहा जाय। प्रथम जानिबा यार टाइम पीरियड केबे थिला समय सीमा केबे थिला पिला माने एई जो इंडस वैली सिविलाइजेशन टी 3300 बीसी टू 1300 बीसी पर्यंत यार समय सीमा थिला। वर्ल्ड रो फोर अर्लीस्ट सिविलाइजेशन सर्व पुरातन सभ्यता गुडी को विषय रे टिके जानिबा पिला माने जोड़ा होची हमर मेसोपोटामिया सभ्यता, चीना सभ्यता, इजिप्ट सभ्यता, इंडस वैली सिविलाइजेशन। एई जो इंडस वैली सिविलाइजेशन थिला मेसोपोटामिया, चाइना, इजिप्ट सभ्यतार समसामयिक थिला पिला माने। एई जो सर्वपुरातन चारोटी सभ्यता एहा नदी नदी उपत्यका गुड़िक निकट में गढ़ी उठिला कहीं से कल्टिवेशन डोमेस्टिकेशन पोल्ट्री मेकिंग ट्रेड क्राफ्ट एंड जो सब नेचुरल रिसोर्सेस दरकार होता कंचामाल दरकार होता नदी निकट मिलूला पे से गोटे सेटल लाइफ जो मैंने आरंभ करुले पे धीरे धीरे नदी निकट ही ये सब सुविधा थिला पे तेणुक सभ्यता गुड़िक नदी नदी उपत्यका निकट में गढ़ी उठिला। ଯେମିତି ଆମର ମେସୋପୋଟାମିଆ ସଭ୍ୟତା ପିଲାମାନେ ଟାଇଗ୍ରିସ୍ ନଦୀ କୂଳରେ ଗଢ଼ି ଉଠିଥିଲା। ସେହିପରି ଚାଇନା ଯେଉଁ ଚୀନା ସଭ୍ୟତା ହ୍ୱାଙ୍ଗହୋ ନଦୀ କୂଳରେ ଗଢ଼ି ଉଠିଥିଲା। ଇଜିପ୍ଟ ନାଇଲ୍ ବା ନୀଳ ନଦୀ କୂଳରେ ଗଢ଼ି ଉଠିଥିଲା। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଇଣ୍ଡସ୍ ବା ସିନ୍ଧୁ ନଦୀ କୂଳରେ ଗଢ଼ି ଉଠିଥିଲା। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଅଲସୋ ନୋନ୍ ଆଜ୍ ହରପ୍ପାନ୍ ସିଭିଲାଇଜେସନ୍ ଆଣ୍ଡ ସରସ୍ୱତୀ ଆଣ୍ଡ ସିନ୍ଧୁ ସିଭିଲାଇଜେସନ୍। ଏହି ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ଅନ୍ୟତମ ନାଁ ଗୁଡ଼ିକ ହେଉଛି କ'ଣ ପିଲାମାନେ? ହରପ୍ପାନ୍ ସିଭିଲାଇଜେସନ୍ ନାମରେ ଏହା ପରିଚିତ। ସରସ୍ୱତୀ ଆଣ୍ଡ ସିନ୍ଧୁ ଯେହେତୁ ଏହା ଇଣ୍ଡସ୍ ବା ସିନ୍ଧୁ ନଦୀ କୂଳରେ ଗଢ଼ି ଉଠିଥିଲା ଏହାର ଏହି ସଭ୍ୟତାର ନାଁ ହେଉଛି ସିନ୍ଧୁ ସଭ୍ୟତା। ହରପ୍ପାନ୍ ସିଭିଲାଇଜେସନ୍ ଏହାର ନାମ ହେବାର କାରଣ ପିଲାମାନେ ଯେତେବେଳେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ପ୍ରଥମେ ଏକ୍ସିକ୍ୟୁଟ୍ କରାଯାଇଥିଲା ସେତେବେଳେ ଯେଉଁ ପ୍ରଥମ ସିଟି ଯେଉଁଟା ଆମର ଡିସ୍କଭର କରାଯାଇଥିଲା ତାହାର ନାଁ ଥିଲା ହରପ୍ପା। ତେଣୁ ଏହି ହରପ୍ପାର ସିଟିର ନାଁ ଅନୁସାରେ ଏହି ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ନାଁ ହେଇଛି ହରପ୍ପାନ୍ ସିଭିଲାଇଜେସନ୍। এই ଯେଉଁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଏହା ପ୍ରୋଟୋ ହିଷ୍ଟ୍ରିର ପାର୍ଟ ଥିଲା ପିଲାମାନେ। ଆମର ହିଷ୍ଟ୍ରିକୁ ତିନି ଭାଗ ବିଭକ୍ତ କରାଯାଇଛି। ଗୋଟେ ହେଉଛି ପ୍ରି ହିଷ୍ଟ୍ରି ଯେଉଁଟାକି ଷ୍ଟୋନ୍ ଏଜ୍ର ସମୟ, ପ୍ରୋଟୋ ହିଷ୍ଟ୍ରି ଯେଉଁଟା ଆମର ମେଟାଲ୍ ଏଜ୍ର ସମୟ, ଆଉ ହିଷ୍ଟୋରୀ ଏଇ ଯେଉଁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ଟା ଆମର ପ୍ରୋଟୋ ହିଷ୍ଟ୍ରିର ପାର୍ଟ ଥିଲା ପିଲାମାନେ। ପ୍ରୋଟୋ ହିଷ୍ଟ୍ରିର ସମସାମୟିକ ଥିଲା। ଏହି ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ପାଖାପାଖି 2000ରୁ ଅଧିକଟି ସାଇଟ୍ ଆମକୁ ଡିସ୍କଭର କରାଯାଇଛି ପିଲାମାନେ ଆମର। ଏଥିମଧ୍ୟରୁ ପ୍ରମୁଖ ସାଇଟ୍ ଗୁଡ଼ିକ ହେଉଛି କ'ଣ କ'ଣ? ଗୋଟେ ହେଉଛି ହରପ୍ପାନ୍ ସିଭିଲାଇଜେସନ୍, ଗୋଟେ ହେଉଛି ମହେଞ୍ଜୋଦାରୋ ସିଭିଲାଇଜେସନ୍। ଏହି ହରପ୍ପାନ୍ ସିଭିଲାଇଜେସନ୍କୁ ଆର୍.ବି. ଦୟାରାମ ସାହାନୀ ଡିସ୍କଭର କରିଥିଲେ। ଏହି ହରପ୍ପାନ୍ ସିଭିଲାଇଜେସନ୍ଟା ରବି ରିଭର ନଦୀ କୂଳରେ ଗଢ଼ି ଉଠିଥିଲା। 1921ରେ ଦୟାରାମ ସାହାନୀ ଏହାକୁ ଡିସ୍କଭର କରିଥିଲେ। ସେହିପରି ମହେଞ୍ଜୋଦାରୋ ସିଭିଲାଇଜେସନ୍କୁ ଆର୍.ଡି. ବାନାର୍ଜୀ ଡିସ୍କଭର କରିଥିଲେ ଯେଉଁଟାକି 1922ରେ ଡିସ୍କଭର କରିଥିଲେ। ଏହା ଇଣ୍ଡସ୍ ସିନ୍ଧୁ ନଦୀ କୂଳରେ ଗଢ଼ି ଉଠିଥିଲା ପିଲାମାନେ। ଯେତେବେଳେ ଦୟାରାମ ସାହାନୀ ହରପ୍ପାନ୍ ସିଭିଲାଇଜେସନ୍କୁ ଡିସ୍କଭର କଲେ ସେତେବେଳେ ୟୁରୋପର ଯେତେବେଳେ ମାନେ ଗୋଟେ ଯେଉଁମାନେ ପୂର୍ବରୁ ଯେଉଁ ବ୍ରିଟିଶ ମାନେ ବା ୟୁରୋପ ମାନଙ୍କର ଯେଉଁ ମତ ଥିଲା ଯେ ଇଷ୍ଟରେ କୌଣସି ମାନେ କଲଚର୍ଡ ସିଭିଲାଇଜେସନ୍ ନାହିଁ, ଯେତେବେଳେ ଦୟାରାମ ସାହାନୀ ଏଇ ଯେଉଁ ଆମର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଯେଉଁ ହରପ୍ପାନ୍ ସିଭିଲାଇଜେସନ୍କୁ ଡିସ୍କଭର କଲେ ସେତେବେଳେ ସେମାନଙ୍କ ପାଇଁ ଗୋଟେ ଯଥାର୍ଥ ଉତ୍ତର ଥିଲା ପିଲାମାନେ ଯେମିତିକି ୟୁରୋପରେ ଯେତେବେଳେ ବାର୍ବରିଆନିଜମ୍ ଯେତେବେଳେ ସମ୍ମୁଖୀନ ହେଉଥିଲା ସେତେବେଳେ ଠିକ୍ ସେହି ସମୟରେ ଆମର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଗୋଟେ ୱେଲ୍ ପ୍ଲାନ୍ଡ ଅର୍ବାନ୍ ଆର୍କିଟେକ୍ଚରର ଡେଭଲପମେଣ୍ଟ କରୁଥିଲା ସେତେବେଳେ। ଏହା ଗୋଟେ ମାନେ ସେତେବେଳେ ଏହି ଯେଉଁ ୱେଲ୍ ପ୍ଲାନ୍ଡ ଅର୍ବାନାଇଜେସନ୍ର ପ୍ରପର୍ ଏହା ଗୋଟେ ପ୍ରପର୍ ଏକ୍ଜାମ୍ପଲ୍ ଥିଲା। ଏହା ଆଜି ବି ଆମକୁ କ'ଣ କରେ ଇନ୍ସପାୟାର କରିଥାଏ ପିଲାମାନେ ଯେ 4000 ବର୍ଷ ପୂର୍ବରୁ ସେମାନେ ଯେଉଁମାନଙ୍କ ପାଖରେ କୌଣସି ପ୍ରକାର ଟେକ୍ନୋଲୋଜି ନଥିଲା କି କୌଣସି ପ୍ରକାର ମେକାନିଜମ୍ ଟେକ୍ନୋଲୋଜି ନଥାଇକି ବି ସେତେ ସୁନ୍ଦର ଭାବରେ ମାନେ ପ୍ରପର୍ ପ୍ଲାନିଂର ସହିତ ଅର୍ବାନ୍ ଆର୍କିଟେକ୍ଚରକୁ ଡେଭଲପ୍ କରିଥିଲେ। ଏହା ଆଶ୍ଚର୍ଯ୍ୟ ଲାଗେ ପିଲାମାନେ। ସେହିପରି ଜିଓଗ୍ରାଫିକାଲ୍ ଏକ୍ସଟେଣ୍ଟ ବିଷୟରେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ଆଲୋଚନା କରିବା ପିଲାମାନେ ଏହାର ଭୌଗୋଳିକ ପରିସୀମା କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପିଥିଲା ପିଲାମାନେ। ଏହା ଇଷ୍ଟର ଆଲାମଗିରି ଯେଉଁଟା ଆମର ୟୁପି ଉତ୍ତରପ୍ରଦେଶରେ, ଏହା ଉତ୍ତରରେ ଆଲାମଗିରି, ପୂର୍ବରେ ଆଲାମଗିରି ଉତ୍ତରପ୍ରଦେଶର, ପଶ୍ଚିମରେ ସେହିଭଳି
ବଲୁଚିସ୍ତାନ, ନର୍ଥ ଉତ୍ତରରେ ଜାମ୍ମୁର ମାଣ୍ଡୁ ବୋଲି ଗୋଟେ ଜାଗା ଅଛି, ଜାମ୍ମୁର ମାଣ୍ଡୁ ଯୋଉଟାକି ଚେନାବ ରିଭର କୂଳରେ, ନର୍ଥରେ ପୁରା ଜାମ୍ମୁ ପର୍ଯ୍ୟନ୍ତ, ସେହିପରି ସାଉଥରେ ଦାଇମାବାଦ, ମହାରାଷ୍ଟ୍ରର ଦାଇମାବାଦ ପର୍ଯ୍ୟନ୍ତ ଏହା ବ୍ୟାପିଥିଲା। ପୂର୍ବରେ ଆଲମଗିରି, ପଶ୍ଚିମରେ ବଲୁଚିସ୍ତାନ, ଉତ୍ତରରେ ଜାମ୍ମୁ ଏବଂ ଦକ୍ଷିଣରେ ଦାଇମାବାଦ ପର୍ଯ୍ୟନ୍ତ ଏହି ଯେଉଁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନଟି ବ୍ୟାପିଥିଲା ପିଲାମାନେ। ଏହା ପୁରା ପଞ୍ଜାବ ୟୁପି ଇଣ୍ଡିଆର ଏହା ପୁରା ପଞ୍ଜାବ ୟୁପି ରାଜସ୍ଥାନ ଗୁଜୁରାଟ ସିନ୍ଧୁ ପୁରା ପାର୍ଟକୁ କଭର କରେ। ଫେମସ୍ ପର୍ସନ୍ ରିଲେଟେଡ୍ ଟୁ ଡିସ୍କଭରି ଅଫ୍ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଯେଉଁ ଆମର ଜାଣିଲେ ମାନେ ପିଲାମାନେ ଦାରାମ ସାହାନୀ, ଆର୍.ଡି. ବାନାର୍ଜୀ ବ୍ୟତୀତ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଏହି ଯେଉଁ ଡିସ୍କଭରି ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନର ଡିସ୍କଭରିର ପ୍ରମୁଖ ବ୍ୟକ୍ତିତ୍ୱ ମାନେ କିଏ କିଏ ଥିଲେ ପିଲାମାନେ? ଆର୍.ଏସ୍. ପିଷ୍ଟ ଥିଲେ, ବସନ୍ତ ସିଂହ ଥିଲେ, ଜେ.ପି. ଯୋଶୀ ଥିଲେ, ଆର୍ ରାଓ ଥିଲେ, ଏନ୍.ଜି. ମଜୁମଦାର ଥିଲେ ପିଲାମାନେ। ସାର୍ ଜନ୍ ମାର୍ଶାଲ ପ୍ଲେଡ୍ ଭେରି ଇମ୍ପୋର୍ଟାଣ୍ଟ ରୋଲ୍ ଟୁ ଡିସ୍କଭର ଆଇବିସି। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନକୁ ଡିସ୍କଭର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କିଏ ପିଲାମାନେ? ସାର୍ ଜନ୍ ମାର୍ଶାଲ। ଚାର୍ଲସ ମାର୍ସନ୍ ହେଉଛନ୍ତି ଫାଷ୍ଟ ୟୁରୋପିଆନ୍ ଟୁ ଡିସ୍କଭର ଆଣ୍ଡ ଡକ୍ୟୁମେଣ୍ଟେଡ୍ ଅନ୍ ରୁଇନ୍ସ ଅନ୍ ହରପ୍ପାନ୍ ଇନ୍ 1826। 1826ରେ ହରପ୍ପାନ ଉପରେ ସେ ପ୍ରଥମ ଡକୁମେଣ୍ଟ ବନାଇଥିଲେ, ଡିସ୍କଭର କରିଥିଲେ। ଫେମସ୍ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସାଇଟ୍ ଗୁଡ଼ିକ ପାକିସ୍ତାନରେ କ'ଣ କ'ଣ ପିଲାମାନେ? ଯେଉଁ ହରପ୍ପାନ ହେଲା, ମହେଞ୍ଜୋଦାର ହେଲା, ଚାନ୍ନୁଦାର ହେଲା, ଏସବୁ ଗୁଡ଼ିକ କୋଉଠି କୋଉଠି ଅଛି ପିଲାମାନେ? ଏହା ପାକିସ୍ତାନରେ ଏଇ ଯେଉଁ ସାଇଟ୍ ଗୁଡ଼ିକ ପାକିସ୍ତାନର ଟେରିଟୋରିରେ ଆସୁଛି ପିଲାମାନେ। ସେହିପରି ଇଣ୍ଡିଆର ଟେରିଟୋରିରେ କୋଉ ଗୁଡ଼ାକ ଆସୁଛି ପିଲାମାନେ? କୋଉ ସିଭିଲାଇଜେସନ ସବୁ କୋଉ କୋଉ ସାଇଟ୍ ସବୁ ହରପ୍ପାନ ସାଇଟ୍ ସବୁ ଇଣ୍ଡିଆରେ ଆସୁଛି ପିଲାମାନେ? ଲୋଥଲ ଯୋଉଟାକି ଆମର ଗୁଜୁରାଟରେ, କାଲିବଙ୍ଗାଲ ରାଜସ୍ଥାନରେ, ଆଲମଗିରପୁର ୟୁପିରେ, ରାଖିଗଡ଼ ହରିୟାଣାରେ, ଏସବୁ ଆମର ଫେମସ୍ ସାଇଟ୍ ଇନ୍ ଇଣ୍ଡିଆ। ଲାର୍ଜେଷ୍ଟ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସାଇଟ୍ ଗୁଡ଼ିକ କ'ଣ କ'ଣ ପିଲାମାନେ? ରାଖିଗଡ଼ ହେଉଛି ସବୁଠାରୁ ଲାର୍ଜେଷ୍ଟ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସାଇଟ୍ସ ପିଲାମାନେ, ଯୋଉଟାକି ହରିୟାଣାରେ ଅବସ୍ଥିତ। ଦେନ୍ ମହେଞ୍ଜୋଦାର ଆଣ୍ଡ ହରପ୍ପାନ, ଏଇଟା ହେଉଛି ଏଇ ତିନିଟି ହେଉଛି ପିଲାମାନେ ଲାର୍ଜେଷ୍ଟ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସାଇଟ୍ସ ପିଲାମାନେ। ଏବେ ପିଲାମାନେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସାଇଟ୍ର ଯେଉଁ ସବୁ ଆମର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନର ମାନେ ଏଗ୍ରିକଲଚର କିପରି ଥିଲା, ଟ୍ରେଡିଂ କୋଉପରି ହେଉଥିଲା, ସେତେବେଳେ କୋଉପରି ହେଉଥିଲା, ତାଙ୍କର ରିଲିଜିଅନ୍ କ'ଣ ଥିଲା, ଏଗୁଡ଼ା ବିଷୟରେ ସବୁ ଆଲୋଚନା କରିବା। ଟାଉନ୍ ପ୍ଲାନିଂ କେମିତି କରୁଥିଲେ, ଏ ବିଷୟରେ ପିଲାମାନେ ଆଲୋଚନା କରିବା। ପ୍ରଥମେ ପିଲାମାନେ ଆଲୋଚନା କରିବା ଏଗ୍ରିକଲଚର ବିଷୟରେ। ସେମାନେ କ'ଣ କ'ଣ ସବୁ ଚାଷ କରୁଥିଲେ ପିଲାମାନେ? ହ୍ୱିଟ୍, ବାର୍ଲି, ରାଇସ୍, ମଷ୍ଟାର୍ଡ। ଇଣ୍ଡସ୍ ପିପୁଲ୍ସ ଫାଷ୍ଟ ପ୍ରଡ୍ୟୁସ୍ଡ କଟନ୍। ଇଣ୍ଡସ୍ ପିପୁଲ୍ ମାନେ ଯେଉଁ ଆମର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନର ଲୋକମାନେ ପ୍ରଥମେ ହିଁ ଅନ୍ୟ ସଭ୍ୟତା ଗୁଡ଼ିକ ନୁହେଁ, କେବଳ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ହିଁ ପ୍ରଥମେ କ'ଣ କରିଥିଲେ? କଟନ୍କୁ ପ୍ରଡ୍ୟୁସ୍ କରୁଥିଲେ। ସେହିପରି ହ୍ୱିଟ୍, ବାର୍ଲି, ରାଇସ୍, ମଷ୍ଟାର୍ଡ ଏଗୁଡ଼ିକ ଏଇ ଯେଉଁ ଗ୍ରେନ୍ ସବୁ ସେମାନେ କ'ଣ କରୁଥିଲେ ନା ଚାଷ କରୁଥିଲେ ପିଲାମାନେ। ରାଇସ୍ ଫାଷ୍ଟ କଲ୍ଟିଭେଟେଡ୍ ଇନ୍ ଲୋଥଲ ଗୁଜୁରାଟର ଲୋଥଲ ଯେଉଁ ଆମର ଇଣ୍ଡିଆର ଯେଉଁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସାଇଟ୍ ଅଛି ଲୋଥଲ, ସେଇଠି ପ୍ରଥମେ କ'ଣ ହେଇଥିଲା ନା ରାଇସ୍ କଲ୍ଟିଭେସନ ପ୍ରଥମେ ହୋଇଥିଲା ପିଲାମାନେ। ସେମାନେ କେବଳ କଲ୍ଟିଭେସନ ନୁହଁ, ସେମାନେ ମାନେ ପୂର୍ବ ଭିଡ଼ିଓରେ ପିଲାମାନେ ପଢ଼ିଥିଲେ ଯେମିତି ଆମର ପ୍ରୋଟୋ ହିଷ୍ଟୋରୀ ଏ ଟାଇମ୍ର ଧୀରେ ଧୀରେ ଆମର ଲୋକମାନେ ପ୍ରଥମେ ଯେଉଁ ଡୋମେଷ୍ଟିକେସନ ହେଲା, କଲ୍ଟିଭେସନ ହେଲା, ଗୋଟେ ସେଟେଲ୍ଡ ଲାଇଫ୍ ହେଲା, ଭିଲେଜ ମାନେ ସେମାନେ ଧୀରେ ଧୀରେ ଗଢ଼ି ଉଠୁଥିଲା। ସେମାନେ ଧୀରେ ଧୀରେ ଯେଉଁ ଯାଯାବର ଜୀବନଯାପନରୁ ଗୋଟେ ସେଟେଲ୍ଡ ଲାଇଫ୍ ଆଡ଼କୁ ଗତି କରୁଥିଲେ ପିଲାମାନେ। ସେଇଟା ପ୍ରୋଟୋ ହିଷ୍ଟୋରୀର ଆରମ୍ଭ ହୋଇଯାଇଥିଲା। ସେମାନେ କେବଳ କଲ୍ଟିଭେସନ ନୁହଁ, ଡୋମେଷ୍ଟିକେସନ ବି ଆରମ୍ଭ କରିଥିଲେ। ପିଗ୍, ଡଗ୍, କ୍ୟାଟ୍ସ, ସିପ୍, ବଫାଲୋ ଏଗୁଡ଼ିକୁ ସେ କ'ଣ କରୁଥିଲେ ନା ଡୋମେଷ୍ଟିକେସନ କରୁଥିଲେ ପିଲାମାନେ। ହର୍ସ ବିଷୟରେ ସେମିତି କିଛି ଏଲିଫ୍ୟାଣ୍ଟ ନୁହଁ, ହର୍ସ ବିଷୟରେ ସେମିତି କିଛି ମିଳୁନି, କିନ୍ତୁ କ୍ୟାମେଲ୍ ବୋନ୍ ଆମର କାଳିବଙ୍ଗାନ ଯେଉଁ ଆମର ସାଇଟ୍ ଅଛି, ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସାଇଟ୍ ଅଛି, ସେଠାରେ କ'ଣ ହେଇଛି ନା କ୍ୟାମେଲର ବୋନ୍କୁ ଉଦ୍ଧାର କରାଯାଇଛି। ସେହିପରି ସେତେବେଳେ ସଏଲ୍ ଯେହେତୁ ନଦୀ ଉପତ୍ୟକା କୂଳରେ ଗଢ଼ି ଉଠୁଥିଲା, ନଦୀ ଉପତ୍ୟକା କୂଳରେ ଏଇ ଯେଉଁ ସିଭିଲାଇଜେସନ ଗୁଡ଼ିକ ଗଢ଼ି ଉଠିଥିଲା, ତେଣୁକରି ମାଟି ଏହାର ବହୁତ ଉର୍ବର ଥିଲା ପିଲାମାନେ। ଯେଉଁ ବନ୍ୟା ଆସୁଥିଲା, ପ୍ରତିବର୍ଷ ବନ୍ୟା ଆସୁଥିଲା, ସେଇ ବନ୍ୟା ପାଇଁ ମାଟି ଗୁଡ଼ିକ ବହୁତ ଉର୍ବର ହେଉଥିଲା। ସେମାନଙ୍କର କୃଷି ବେଶ ଉନ୍ନତମାନର କୃଷି ସେମାନେ କରୁଥିଲେ, ବହୁତ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିଲେ। ଏଇ ଯେଉଁ ଖାଦ୍ୟଶସ୍ୟ ଗୁଡ଼ିକ ସେ ଉତ୍ପାଦନ କରୁଥିଲେ, ତାକୁ ସେମାନେ କ'ଣ କରୁଥିଲେ ନା ଯେଉଁ ଗ୍ରାନାରୀ ମାନେ ବଡ଼ ବଡ଼ ଯେଉଁ ଶସ୍ୟାଗାର କରିକି ଗ୍ରାନାରୀ କରିକି ସେଠି ସେମାନେ ତାକୁ ଯେଉଁ ଶସ୍ୟକୁ ଷ୍ଟୋର କରିକି ରଖୁଥିଲେ। କାଲିବାଙ୍ଗାଲ ଫିଲ୍ଡ ଫ୍ଲପ୍ଡ ୱିଥ୍ ଉଡେନ୍
ରାଜସ୍ଥାନ କାଳିବଙ୍ଗାନ ରାଜସ୍ଥାନ ହେଉଛି ସେଠାରେ ମାନେ ସେମାନେ କ'ଣ କରିଥିଲେ ଗୋଟେ ଉଡ଼େନର ଗୋଟେ ଆମର ଯେଉଁ କୃଷି କାର୍ଯ୍ୟରେ ଲାଗୁଥିବା ପ୍ଲଫରରେ ସେ ଯେଉଁ ଜମିକୁ ସେମାନେ କ'ଣ କରିଥିଲେ ନା ଯେଉଁ ହଳ କରିଥିଲେ ପିଲାମାନେ। ତାପରେ ଜାଣିବା ପିଲାମାନେ ଟ୍ରେଡ୍ ବିଷୟରେ ବାଣିଜ୍ୟ ବିଷୟରେ ଜାଣିବା। ସେତେବେଳେ କ'ଣ ହଉଥିଲା ନା ଯେତେବେଳେ ଯେଉଁ ସବୁ ପଟ୍ରି ମେକିଂ କରୁଥିଲେ, ଅର୍ଣ୍ଣାମେଣ୍ଟ ସବୁ ବନଉଥିଲେ, ସେଲ୍ ୱାର୍କ କରୁଥିଲେ, ଗୋଲ୍ଡ ସିଲଭରର ଯେଉଁ ଅର୍ଣ୍ଣାମେଣ୍ଟାଲ ସବୁ ବନଉଥିଲେ, ସେମାନଙ୍କୁ କ'ଣ କରୁଥିଲେ ନା ତାହାକୁ ସେମାନେ ତାଙ୍କ ଭିତରେ ମାନେ ଅନ୍ୟ ଅନ୍ୟ ସଭ୍ୟତା ଗୁଡ଼ିକ ସହିତ ସେମାନଙ୍କର ଗୋଟେ ବାଣିଜ୍ୟ ଚାଲୁଥିଲା ପିଲାମାନେ, ଟ୍ରେଡ୍ ଚାଲୁଥିଲା। ସେ ଯେଉଁ ଟ୍ରେଡ୍ରେ ସେମାନେ କ'ଣ ଦ୍ରବ୍ୟ ଯେଉଁ ଆମର ବାର୍ଟର ସିଷ୍ଟମ୍ ସେତେବେଳେ ପ୍ରଚଳିତ ଥିଲା ପିଲାମାନେ। ସେତେବେଳେ ନୋ ମେଟାଲିକ୍ ମନି, କୌଣସି ମେଟାଲିକ୍ ମନି ନଥିଲା କି କୌଣସି କଏନ୍ ବି ୟୁଜ୍ ହେଉନଥିଲା। ନୋ ମେଟାଲିକ୍ ମନି ଆଣ୍ଡ ନୋ କଏନ୍ ୟୁଜ୍ରୁ ସେତେବେଳେ ବାର୍ଟର ସିଷ୍ଟମ୍ ଥିଲା ପିଲାମାନେ। ବାର୍ଟର ସିଷ୍ଟମ୍ କ'ଣ ପିଲାମାନେ ଟିକେ ଜାଣିବା। ବାର୍ଟର ସିଷ୍ଟମ୍ ହେଉଛି ପିଲାମାନେ ଦ୍ରବ୍ୟ ବିନିମୟ ବ୍ୟବସ୍ଥା, ଯେଉଁଟାକି ମାନେ କିଛି ଗୋଟେ ମାନେ ସେମାନଙ୍କୁ ତାଙ୍କର ଯେଉଁ ଦ୍ରବ୍ୟ ଗୁଡ଼ିକ ସେମାନେ ଯେଉଁ ଶସ୍ୟ ଯେଉଁଗୁଡ଼ାକ ସବୁ ଉତ୍ପାଦନ କରୁଥିଲେ ତାକୁ ସେମାନେ ଅନ୍ୟ ଜଣଙ୍କୁ ଦେଉଥିଲେ ଓ ସେମାନେ ତାଙ୍କର ଯେଉଁ ଶସ୍ୟ ସେମାନେ ଉତ୍ପାଦନ କରୁଥିଲେ ତାଙ୍କ ପାଖରେ ଯେଉଁ ସବୁ ଯାହା ସବୁ ଥିଲା ଦ୍ରବ୍ୟ ସେମାନେ ଆମକୁ ତାହା ବଦଳରେ ଦେଉଥିଲେ। ମାନେ ଦ୍ରବ୍ୟ ବଦଳରେ ଦ୍ରବ୍ୟ ଦେବା ବା ଯାହାକୁ ବାର୍ଟର ସିଷ୍ଟମ୍ କୁହାଯାଉଥିଲା। କୌଣସି ପ୍ରକାରର ସେମାନଙ୍କ ପାଖରେ କଏନ୍ ବା ମେଟାଲିକ୍ ମନି ୟୁଜ୍ ହେଉନଥିଲା। ଟ୍ରାନ୍ସପୋର୍ଟ କାହା ଦ୍ୱାରା କରୁଥିଲେ ପିଲାମାନେ ସେମାନେ? ଟ୍ରାନ୍ସପୋର୍ଟ ଆମର ବୋଟ୍ସରେ ହେଉଥିଲା, ଯେଉଁ ଜଳ ପରିବହନ ତାଙ୍କର ବୋଟ୍ସରେ ହେଉଥିଲା। ଆଉ ଆମର ଯେଉଁ ସ୍ଥଳ ପରିବହନ ବୁଲକ୍ କାର୍ଟରେ ଯେଉଁ ବଳଦ ଗାଡ଼ିରେ ହେଉଥିଲା ପିଲାମାନେ। ୱେଟ୍ ମେଜରମେଣ୍ଟ ପାଇଁ ସେମାନେ ଓଜନ ଯେଉଁ ସବୁ କରିବା ପାଇଁ ଦ୍ରବ୍ୟ ଗୁଡ଼ିକୁ ସେମାନେ ଗୋଟେ କ୍ୟୁବିକାଲ୍ ସେପ୍ର ଗୋଟେ ଲାଇମ୍ ଷ୍ଟୋନ୍ ହେଲା କି ଅନ୍ୟାନ୍ୟ ଯେଉଁ ଷ୍ଟୋନ୍କୁ ତାକୁ ଗୋଟେ କ୍ୟୁବିକାଲ୍ ସେପ୍ ଦେଇକି ତାକୁ ସେମାନେ କ'ଣ କରୁଥିଲେ ନା 1 2 3 4 ଏଭଳିଆ ୟୁନିଟ୍ କରିକି 10 ୟୁନିଟ୍ ଯାଏ ସେମାନେ ୟୁଜ୍ କରୁଥିଲେ। କ'ଣ ସବୁ ଟ୍ରେଡ୍ ହେଉଥିଲା ପିଲାମାନେ? ପୋଟ୍ରି ମେକିଂ କରୁଥିଲେ, ଯେଉଁ ଆମର ରେଡ୍ ଷ୍ଟୋନ୍ ରେଡ୍ ପୋଟ୍ରି ମେକିଂ କରୁଥିଲେ, ରେଡ୍ ବ୍ଲାକ୍ର ଯେଉଁ ସବୁ ମାନେ ପୋଟ୍ରି ହୁଇଲ୍ରେ ୟୁଜ୍ କରିକି ସୁନ୍ଦର ସୁନ୍ଦର ପୋଟ୍ରି ମେକିଂ କରୁଥିଲେ, ସେଲ୍ ମେକିଂ କରୁଥିଲେ, ସେଲ୍ ୱାର୍କ ହେଉଥିଲା, ଅର୍ଣ୍ଣାମେଣ୍ଟ ମେକିଂ କରୁଥିଲେ, ବିଡ୍ ମେକିଂ କରୁଥିଲେ। ଏଗୁଡ଼ିକୁ ସେମାନେ ଅନ୍ୟ ସଭ୍ୟତା ଗୁଡ଼ିକ ସହିତ ଅନ୍ୟ ଦେଶ ସହିତ ସେମାନେ ଟ୍ରେଡ୍ କରୁଥିଲେ ପିଲାମାନେ। ଏ ଯେଉଁ ଅର୍ଣ୍ଣାମେଣ୍ଟ ଗୁଡ଼ିକ ହେଲା ସେଗୁଡ଼ିକ ଗୋଲ୍ଡରେ, କପରରେ, ସିଲଭରରେ ସେ ସବୁ ଥିଲା ଅର୍ଣ୍ଣାମେଣ୍ଟ ଗୁଡ଼ିକ ଥିଲା ପିଲାମାନେ। ଏହି ଯେଉଁ ଅର୍ଣ୍ଣାମେଣ୍ଟ ଗୁଡ଼ିକ ସେମାନେ କେଉଁଠୁ ଆଣୁଥିଲେ ପିଲାମାନେ? ଗୋଲ୍ଡ ଆଣୁଥିଲେ କର୍ଣ୍ଣାଟକରୁ, ସେହିପରି କପଲ ଆମର କ୍ଷେତ୍ରୀ ବେଲୁଚିସ୍ତାନରୁ, ସିଲଭର ଇରାନରୁ ସେମାନେ ଆଣୁଥିଲେ ପିଲାମାନେ। ଗୁଜୁରାଟର ଲୋଥଲରେ ପିଲାମାନେ ଡକାର୍ଡ ଗୋଟେ ମିଳିଛି ଆମର, ଯେଉଁଟାକୁ ଡକାର୍ଡ ମାନେ ହେଉଛି ପିଲାମାନେ କ'ଣ ଯେଉଁ ଆମର ବନ୍ଦର, ଗୋଟେ କୃତ୍ରିମ ବନ୍ଦର କରିଥିଲେ ସେମାନେ। ସେଇଠାରେ ସେମାନେ ସେମାନଙ୍କର ବାଣିଜ୍ୟ ପାଇଁ ସୁବିଧା ହେଉଥିଲା। ସେଭଳି ସିଲ୍ ଗୁଡ଼ିକ ସ୍କୋୟାର ସେପ୍ର ଆମର ଗୋଟେ ପିଲାମାନେ କ'ଣ ହେଇଛି ନା ସିଲ୍ ମିଳିଛି, ବହୁତ ଗୁଡ଼ିଏ ସିଲ୍ ମିଳିଛି। ଯେଉଁ ସିଲ୍ ଗୁଡ଼ାକ କେଉଁଥିରେ ବନିଥିଲା ସବୁ? ଟେରାକୋଟାରେ ବନିଥିଲା, ଗୋଲ୍ଡରେ ବନିଥିଲା, କପର, ଏଜେଟ୍, ଷ୍ଟାଟାଇଟ୍, ସିଲଭର ଇଭ୍ରିରେ ସେ ଯେଉଁ ଆମର ସିଲ୍ ଗୁଡ଼ା ବନୁଥିଲା। ସେ ସିଲ୍ ଗୁଡ଼ାକ ମାନେ କାହା ଦ୍ୱାରା ୟୁଜ୍ କରାଯାଉଥିଲା? ଯେଉଁ ମର୍ଚାଣ୍ଟ ରହିଲେ, ବେପାରୀ ରହିଲେ, ସେମାନଙ୍କ ଦ୍ୱାରା ବ୍ୟବସାୟୀମାନଙ୍କ ଦ୍ୱାରା ୟୁଜ୍ କରାଯାଉଥିଲା। କ'ଣ ସେମାନେ ନିଜ ନିଜର ମାଲିକାନାକୁ ସେ ସିଲ୍ ମାଧ୍ୟମରେ ସେମାନେ ନିଜ ନିଜର ମାଲିକାନା ଦର୍ଶାଉଥିଲେ, ଓନରସିପ୍ ଦର୍ଶାଉଥିଲେ। ଏହି ସିଲ୍ ଭିତରୁ ଗୋଟେ ମିଳିଛି ମାନେ ପିଲାମାନେ କେଉଁ ଭଳିଆ ଗୋଟେ ପଶୁପତି ସିଲ୍ ମିଳିଛି, ଯେଉଁଟା 1928ରେ ମହେଞ୍ଜୋଦାରୋରେ ଡିସ୍କଭର କରାଯାଇଥିଲା ପିଲାମାନେ। ଏ ଯେଉଁ ପଶୁପତି ସିଲ୍, ଏ ପଶୁପତି ସିଲ୍ ଯେଉଁ ସେଣ୍ଟ୍ରାଲ ଫିଗର ଥିଲା କ'ଣ ପିଲାମାନେ? ଯେଉଁ ସେଣ୍ଟ୍ରାଲ ଫିଗର ଥିଲା ସେ ହେଉଛନ୍ତି ଆମର ଯେଉଁ ଲର୍ଡସ୍ ମାନେ ରୁଦ୍ର ଅବତାର ଯେଉଁ ଯେଉଁ ଦେବତା ଥିଲେ ଆମର ଲର୍ଡ ରୁଦ୍ରଙ୍କୁ ବୁଝାଉଛି ପଶୁପତି। ୱେୟାର ହର୍ନ ଗିୟର୍ସ, ଗୋଟେ ମାନେ ଦୁଇଟା ଶିଙ୍ଗ ଭଳିଆ ମୁକୁଟ ପିନ୍ଧିଥିଲେ, ଗୋଟେ କ୍ରସ୍ ଲେଗ୍ କରି ଗୋଡ଼କୁ ଏଭଳିଆ ମାନେ ଯୋଗ ପୋଶ୍ଚରରେ ଗୋଟେ ବସିଥିଲେ ସେମାନେ। ଆଉ ତାଙ୍କ ଚାରିପଟେ ଯେଉଁ ଆନିମଲ୍ ଗୁଡ଼ାକ ସବୁ ସେମାନେ ପଶୁମାନଙ୍କର ପଶୁପତି ଥିଲେ, ତାଙ୍କୁ ରୁଦ୍ର ମାନେ ଯେଉଁ ଶିବଙ୍କୁ ବୁଝାଉଛି। ସରାଉଣ୍ଡିଂ ଆନିମଲ୍ସ ଏଲିଫ୍ୟାଣ୍ଟ, ଟାଇଗର, ଡିଅର ଅର୍ ଆଣ୍ଟିଲୋପ୍, ବଫାଲୋ, ରାଇନୋସରସ୍। ଯେଉଁ ଚାରିପଟରେ ଆମର ଏଲିଫ୍ୟାଣ୍ଟ, ଟାଇଗର, ଡିଅର, ଆଣ୍ଟିଲୋପ୍, ବଫାଲୋ, ରାଇନୋସରସ୍ ସବୁ ଥିଲା ପିଲାମାନେ। এই ଯେଉଁ ସିଲ୍ଟି ପିଲାମାନେ ଏଇଟା ହେଉଛି ପଶୁପତି ସିଲ୍। ଯେଉଁମାନେ ଏଇ ଯେଉଁ ସେଣ୍ଟ୍ରାଲ ଫିଗର ହେଉଛନ୍ତି ପଶୁପତି, ଯେଉଁ ଦୁଇଟା ହର୍ନ ମାନେ ଗିଅରର ଶିଙ୍ଗ ଭଳିଆ ପିନ୍ଧିଛନ୍ତି ମୁଣ୍ଡରେ ମୁକୁଟ ଭଳିଆ। ଆଉ ତା ଚାରିପଟରେ ସବୁ ଆମର ଆଣ୍ଟିଲୋପ୍, ଟାଇଗର, ହର୍ସ, ଡିଅର ସବୁ ଏଭଳିଆ ସବୁ ଅଛି ପିଲାମାନେ।
ତାପରେ ପିଲାମାନେ ଟାଉନ୍ ପ୍ଲାନିଂ ଜାଣିବା, ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନର ଟାଉନ୍ ପ୍ଲାନିଂ ଜାଣିବା। ରୋଡ୍ ଗ୍ରିଡ୍ ସିଷ୍ଟମ୍ ଷ୍ଟ୍ରିଟ୍ କ୍ରସ୍ଡ ରାଇଟ୍ ଆଙ୍ଗଲ୍ 90 ଡିଗ୍ରୀ, ପ୍ରତିଟି ମାନେ ରାସ୍ତା ପରସ୍ପରକୁ ରାଇଟ୍ ଆଙ୍ଗେଲରେ 90 ଡିଗ୍ରୀ ସେପ୍ରେ ତାଙ୍କୁ କ'ଣ କରୁଥିଲା ନା କ୍ରସ୍ କରୁଥିଲା, ଏବଂ ପ୍ରତିଟି ରାସ୍ତାର କିଛି କିଛି ଡିଷ୍ଟାନ୍ସରେ ସେମାନଙ୍କର କ'ଣ ଥିଲା ପିଲାମାନେ ଲ୍ୟାମ୍ପ ରଖୁଥିଲେ, ମାନେ ଅନ୍ଧାର ପାଇଁ, ମାନେ ଆଲୋକ ପାଇବା ପାଇଁ ସେମାନେ ଲ୍ୟାମ୍ପର ବ୍ୟବସ୍ଥା କରିଥିଲେ। ଆଉ ଘର ଗୁଡ଼ିକ ପିଲାମାନେ ବଣ୍ଡ ବ୍ରିକ୍ରେ, ମାନେ ଯେଉଁ ପୋଡ଼ା ଇଟାରେ ଘର ଗୁଡ଼ିକ ବନେଇଥିଲା, ବହୁତ ଷ୍ଟ୍ରଙ୍ଗ ଥିଲା ସେତେବେଳର ଘର ହେଇକି ବି। ସେଣ୍ଟର ମାନେ ଯେଉଁ ମଝିରେ ତାଙ୍କର କୋର୍ଟୟାର୍ଡ ଥିଲା, ଯେଉଁ ଆମର ଅଗଣା ଥିଲା, କୋର୍ଟୟାର୍ଡ ଚାରିପିଟି ସେ କ'ଣ କରୁଥିଲେ ନା ସରାଉଣ୍ଡେଡ୍ ବାଇ ହାଉସ୍, ଯେଉଁ କୋର୍ଟୟାର୍ଡର ଚାରିପିଟି ସେମାନେ କ'ଣ କରୁଥିଲେ ଘର ବନଉଥିଲେ। ଘର ଗୁଡ଼ିକ ପିଲାମାନେ ସବୁ ମାନେ ୱିଣ୍ଡୋ ଗୁଡ଼ାକ ସବୁ ଥିଲା, ୱିଣ୍ଡୋ ଆଉ ଯେଉଁ ଡୋର୍ଟା ସେଇଟା ମାନେ ରୋଡ଼ ପଟକୁ ଫେସିଂ କରୁନଥିଲା। ସେତେବେଳେ ଜଣାପଡ଼ୁଛି ସେମାନେ ସେତେବେଳର ବି ପ୍ରାଇଭେସି ଉପରେ ସେମାନେ ଗୁରୁତ୍ୱ ଦେଉଥିଲେ, ତେଣୁକରି ଯେଉଁ ୱିଣ୍ଡୋ ହେଲା, ଡୋର୍ ହେଲା, ସେଗୁଡ଼ିକ ରୋଡ଼ ପଟକୁ ଫେସ୍ ନ କରିକି ଭିତର ପଟକୁ ଫେସ୍ କରୁଥିଲା। ସେଭଳି ପ୍ରପର୍ ଡ୍ରେନେଜ୍ ସିଷ୍ଟମ୍ ଥିଲା, ମାନେ ଯେଉଁ ଆମର ପାଣି ଗୁଡ଼ିକ ଯେଉଁ ମାନେ କୂଅ ଭଳିଆ କରିକି ପାଣି ଯେଉଁ ବ୍ୟବହାର କରୁଥିଲେ, ବା ଯେଉଁ ଷ୍ଟୋର୍ ବର୍ଷା ଜଳକୁ ଷ୍ଟୋର୍ କରିକି ରଖୁଥିଲେ, ସେଠି ମାନେ ଯେଉଁ ପାଣି ଗୁଡ଼ିକ ଡ୍ରେନେଜ୍ କରିବା ପାଇଁ ପ୍ରପର୍ ଡ୍ରେନେଜ୍ ସିଷ୍ଟମ୍ ଥିଲା। ସେ ଯେଉଁ ଡ୍ରେନ୍ ଗୁଡ଼ିକରେ ସେମାନେ ଲାଇମ୍ ଷ୍ଟୋନ୍ ଦେଇକି, ଯେଉଁ ଅଧିକ ମାନେ ଲାଇମ୍ ଷ୍ଟୋନ୍ ଦେଇକି ତାକୁ ବନେଇଥିଲେ, ଯାହାଫଳରେ କ'ଣ କରୁଥିଲା ନା ସେମାନେ ବହୁତ ମାନେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସେମାନେ କ'ଣ କରୁଥିଲେ ନା ଦୃଷ୍ଟି ଦେଉଥିଲେ। ଅପର ପାର୍ଟ ଯେଉଁଟା ଟାଉନ୍ର ଅପର ପାର୍ଟ, ଯେଉଁଟା ଉଞ୍ଚ ଭାଗକୁ ସିଟାଡେଲ୍ ଯେଉଁଟାକୁ କୁହନ୍ତି, ଯେଉଁଟାକି ଟାଉନ୍ର ୱେଷ୍ଟର୍ଣ୍ଣ ପାର୍ଟରେ ଥିଲା ପିଲାମାନେ, ପଶ୍ଚିମ ପଟରେ ଥିଲା, ଯେଉଁଟାକୁ ପବ୍ଲିକ୍ ବିଲ୍ଡିଂ କୁହାଯାଏ, ଯେଉଁଟାରେ ଆମର କ'ଣ କରୁଥିଲେ ନା ଯେଉଁ ଆମର ମୁଖିଆ ହେଲେ ଚିଫ୍ ରହୁଥିଲେ। ଆଉ ଯେଉଁ ଇଷ୍ଟର୍ଣ୍ଣ ପାର୍ଟରେ ଯେଉଁ ଲୋୟର ପାର୍ଟଟା ଥିଲା, ସେଠି କମନ୍ ପିପୁଲ୍ କ'ଣ କରୁଥିଲେ, ମାନେ ସାଧାରଣ ଲୋକମାନେ ବସବାସ କରୁଥିଲେ। ଉପର ପଟରେ ଯେଉଁଟା ଉଚ୍ଚ ଜାଗା ଥିଲା, ତାକୁ ସିଟାଡେଲ୍ କୁହାଯାଉଥିଲା। ସେଇଟା ଗୋଟେ ପବ୍ଲିକ୍ ବିଲ୍ଡିଂ, ମାନେ ଯେଉଁଠି ଆମର ମାନେ ଭିଲେଜର ଚିଫ୍ ରହୁଥିଲେ, ଯେଉଁଟା ପଶ୍ଚିମ ପଟରେ ଥିଲା। ଆଉ ଯେଉଁଟା ଆମର ପୂର୍ବ ପଟରେ ଯେଉଁଟା ଥିଲା ଲୋୟର ପାର୍ଟଟା, ଯେଉଁଟା ଟିକେ ନିମ୍ନ ସ୍ଥାନ ଥିଲା, ସେଠାରେ ସାଧାରଣ ଲୋକମାନେ ବସବାସ କରୁଥିଲେ। ସିଟାଡେଲ୍ସ ଆର୍ ଫୋର୍ଟିଫାଏଡ୍, ଲୋଥଲ୍ ସିଟାଡେଲ୍ ନୋ ଫୋର୍ଟିଫାଏଡ୍। ଯେଉଁ ସିଟାଡେଲ୍ ଗୁଡ଼ିକ ଥିଲା ତାହା କ'ଣ କରୁଥିଲା ନା ଯେଉଁ ବ୍ରିକ୍ରେ ଷ୍ଟୋନ୍ରେ ଫୋର୍ଟିଫାଏଡ୍ ଦୁର୍ଗ ଭଳିଆ ଦୁର୍ଗ ବନା ଯାଇଥିଲା ଚାରିପଟି। କିନ୍ତୁ ଲୋଥଲରେ ଯେଉଁ ସିଟାଡେଲ୍ ମିଳିଛି ସେଥିରେ ଫୋର୍ଟିଫାଏଡ୍ ନଥିଲା, ତାହା ଦୁର୍ଗ ବନାଯାଇ ନଥିଲା। ଚାନ୍ହୁଦାରରେ ନୋଷ୍ଟାଡେଲ୍ ଏମିତି ବି ମିଳିଛି ନା, ଚାନ୍ହୁଦାରରେ ଯେଉଁ ଆମର ମିଳିଛି ଯେଉଁ ମାନେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ସାଇଟ୍ ଚାନ୍ହୁଦାର, ସେଠାରେ କୌଣସି ସିଟାଡେଲ୍ରେ ହିଁ ବ୍ୟବସ୍ଥା ନଥିଲା, ସମସ୍ତେ ସମାନ ଭାବରେ ରହୁଥିଲେ। ଏଇ ଯେଉଁ ସିଟାଡେଲ୍ର ବ୍ୟବସ୍ଥା ଦର୍ଶାଉଛି ପିଲାମାନେ, ସେତେବେଳେ ବି ସାମାଜିକ ଅସମାନତା ଦେଖାଯାଉଥିଲା। ଲୋକମାନଙ୍କ ସହ ଉଚ୍ଚ ନିଚର ଏଭଳି ମାନେ କୌଣସି ସାମାଜିକ ଶ୍ରେଣୀରେ ଉଚ୍ଚ ନିଚର ବ୍ୟବସ୍ଥା ବନାଯାଇଥିଲା। ତାପରେ ଜାଣିବା ପିଲାମାନେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନର ରିଲିଜିଅନ୍ ବା ରିଚୁଆଲ୍ସ ବିଷୟରେ। ରିଲିଜିଅନ୍ ଆଣ୍ଡ ରିଚୁଆଲ୍ସ ଅଫ୍ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ସ। ସେମାନେ କ'ଣ କରୁଥିଲେ ନା, ଯେଉଁ ଆମର ଯେଉଁ ପଶୁପତି ସିଲ୍ ମିଳିଛି, ସେଥିରୁ ଜଣାପଡ଼ୁଥିଲା ଯେ ମାନେ ପଶୁପତି ବା ଲର୍ଡ଼ ଶିବଙ୍କୁ ସେମାନେ ପୂଜା କରୁଥିଲେ। ସେହିପରି ମଦର ଗଡେସ୍ ପ୍ରକୃତିର ଆରାଧନା ସେମାନେ କରୁଥିଲେ। ଅଲସୋ ବର୍ସିଡ୍ ବାର୍ ଟ୍ରି ନେଚର ଆଣ୍ଡ ଆନିମଲ୍, ବୃକ୍ଷ ପଶୁ ପକ୍ଷୀକୁ ସେମାନେ ପୂଜା କରୁଥିଲେ। ସେତେବେଳେ ଆଇଡଲ୍ ୱର୍ସିପ୍ ଥିଲା, ମୂର୍ତ୍ତି ଯେଉଁ ଆମର ପଶୁପତି ସିଲ୍ରୁ ଜଣାପଡ଼ୁଛି ଯେ ମଦର ଗଡେସ୍ର ଯେଉଁ ସିଲ୍ ମିଳିଛି, ସେଥିରୁ ଯେଉଁ ମାନେ ମଦର ଗଡେସ୍ ସେ କ'ଣ କରିଛନ୍ତି ନା ତାଙ୍କ ଗୋଟେ ମାନେ ପେଟ ପାଖରୁ ଗୋଟେ ଗଛ ଭଳି ବାହାରିଛି, ସେଥିରୁ ଜଣାପଡ଼ୁଛି ଯେ ସେମାନେ ନେଚରକୁ, ପ୍ରକୃତିକୁ ମା ଭଳିଆ ସେମାନେ ପୂଜା କରୁଥିଲେ। ସେହିପରି ସେ ଆଇଡଲ୍ ୱର୍ସିପ୍ ଥିଲା, କିନ୍ତୁ କୌଣସି ଟେମ୍ପୁଲ୍ ବା ପ୍ରିଷ୍ଟ ପୂଜାରୀ ମାନେ ଟେମ୍ପୁଲ୍ ସେତେବେଳେ ନଥିଲା, ତାର କୌଣସି ସନ୍ଧାନ ମିଳିନାହିଁ। ସେମାନେ ଯଜ୍ଞକୁଣ୍ଡ ଗୁଡ଼ିକରୁ କାଳିବଙ୍ଗ ଲୋଥଲରେ ଯେଉଁ ଯଜ୍ଞକୁଣ୍ଡ ଗୁଡ଼ିକ ମିଳୁଛି, ସେଥିରୁ ଜଣାଯାଉଛି ଯେ ସେତେବେଳର ଲୋକମାନେ ବି ହୋମ କରୁଥିଲେ। ଫାୟାର ଅଲ୍ଟର ଗୁଡ଼ିକ ଉଦ୍ଧାର କରାଯାଇଛି। ବୁରିଅଲ୍ ସେମାନଙ୍କର ଯେଉଁ ଶବ ବ୍ୟବଚ୍ଛେଦର ପ୍ରକ୍ରିୟା କିପରି ଥିଲା ପିଲାମାନେ, ଯେଉଁ ବୁରିଅଲ୍ ଯେଉଁ ଡେଡ୍ ବଡି ଗୁଡ଼ିକୁ ବୁରିଡ୍ କରୁଥିଲେ ପିଲାମାନେ, ସେମାନେ 3 ପ୍ରକାରର ବୁରିଡ୍ କରୁଥିଲେ। ଗୋଟେ ହେଉଛି କମ୍ପ୍ଲିଟ୍ ବୁରିଅଲ୍, ଯେଉଁମାନେ ଯେଉଁଭଳି ଅବସ୍ଥାରେ ମରିଯାଉଥିଲେ ତାଙ୍କୁ ଡେଡ୍ ବଡିକି ନେଇକି ସେହିପରି ମୃତ୍ୟୁ ପରେ ସେହିପରି ତାଙ୍କ ଡେଡ୍ ବଡିକୁ ନେଇକି ମାଟିରେ ପୋତି ଦେଉଥିଲେ। ଆଉ ଗୋଟେ ହେଉଛି ଆମର ଫ୍ରାକ୍ସନାଲ୍ ବୁରିଅଲ୍ ମାନେ ହେଉଛି କ'ଣ ପିଲାମାନେ, ଯେତେବେଳେ ଡେଡ୍ ବଡି ଯେତେବେଳେ ମରିଯାଉଥିଲେ ତା ଡେଡ୍ ବଡିକୁ ନେଇକି କ'ଣ କରୁଥିଲେ ନା ବାହାରେ ଓପନ୍ ଖୋଲାରେ ରଖିଦେଉଥିଲେ। ତାକୁ ଯେଉଁ ଆମର ବନ୍ୟ ହିଂସ୍ରଜନ୍ତୁମାନେ ତାକୁ ଆସିକି ଖାଉଥିଲେ। ଖାଇସାରିବା ପରେ ଯାହା ବଳୁଥିଲା ତାକୁ ନେଇକି ସେମାନେ ମାଟି ତଳେ ପୋତି ଦେଉଥିଲେ। ଆକୁ କୁହାଯାଉଥିଲା ଗୋଟେ ଫ୍ରାକ୍ସନାଲ୍ ବୁରିଅଲ୍। ଆଉ ଗୋଟେ ଥିଲା ପିଲାମାନେ କ୍ରେମେସନ୍ ମାନେ କ'ଣ, ତାକୁ ପୋଡ଼ି ଦେଉଥିଲେ, ଯେଉଁ ଡେଡ୍ ବଡି ଆମର ମୃତ୍ୟୁ ପରେ ତା ଶରୀରକୁ ପୋଡ଼ି ଦେଉଥିଲେ। ପୋଡ଼ିଗଲା ପରେ ଯେଉଁ ତାର ଯେଉଁ ଅସ୍ଥି ରହିଲା, ଯେଉଁ ପୋଡ଼ା ଯେଉଁ ପାଉଁଶକୁ ରହିଲା, ତାକୁ ନେଇକି ପୋତି ଦେଉଥିଲେ।
ସେମାନେ କ'ଣ କରୁଥିଲେ ନା ଯେପରି ଯୋଉ କମ୍ପ୍ଲିଟଲି ବୁରିଆଲରେ ଯେତେବେଳେ ମୃତ ଶରୀରକୁ ନେଇ ପୋତୁଥିଲେ, ନର୍ଥ ଆଉ ସାଉଥ ଡିରେକ୍ସନରେ ପୋତୁଥିଲେ ପିଲାମାନେ। ସେହିପରି ବୋଥ୍ ହ୍ୟୁମାନ୍ ଆଣ୍ଡ ଆନିମଲ୍ ଡେଡ୍ ବଡିକୁ ଦିଟାକୁ ମାନେ ହ୍ୟୁମାନ୍ ସାଙ୍ଗରେ ତାର ଯୋଉ ଡୋମେଷ୍ଟିକ୍ ଆନିମଲ୍ ଥିଲା ତାକୁ ବି ଏକା ସାଙ୍ଗରେ ପୋତୁଥିଲେ। ଗ୍ରେଟ୍ ବାଥ୍ ବିଷୟରେ ମହେଞ୍ଜୋଦାରୋର ଯୋଉ ଗ୍ରେଟ୍ ବାଥ୍ ମିଳିଛି, ଯୋଉ ବଡ଼ ମାନେ ଆମର ସ୍ନାନାଗାର ମିଳିଛି ମହେଞ୍ଜୋଦାରୋରେ, ତାର ଯୋଉ ସାଇଜ୍ ଥିଲା 6x12 ମିଟର ସେଟା ସାଇଜ୍ ଥିଲା। ସେ ଯୋଉ ଗ୍ରେଟ୍ ଯୋଉ ଆମର ଗ୍ରେଟ୍ ବାଥ୍ରେ ପିଲାମାନେ କ'ଣ କରୁଥିଲେ ନା ରିଚୁଆଲ୍ ବାଥ୍ ପାଇଁ ମାନେ ମନେ କରାଯାଉଛି ଯେ ସେମାନେ ଯେତେବେଳେ ଧାର୍ମିକ ଗୋଟେ ରିଚୁଆଲ୍ ସେମାନେ ଏକା ସାଙ୍ଗରେ ସେମାନେ କ'ଣ କରୁଥିଲେ, ଯୋଉ ସ୍ନାନ କରୁଥିଲେ, ଯୋଉ ବୁଡ଼ ଦେଉଥିଲେ ବା ସ୍ନାନ କରୁଥିଲେ, ସେଇ ରିଚୁଆଲ୍ ବାଥ୍ ପାଇଁ ଏଇ ଯୋଉ ଗ୍ରେଟ୍ ବାଥ୍ଟା ଯୋଉ ମହାନ ସ୍ନାନାଗାର ମହେଞ୍ଜୋଦାରୋ ଡିସ୍କଭର କରାଯାଇଛି ସେଇଠି ସେମାନେ ୟୁଜ୍ କରୁଥିଲେ। ସେଇ ଯୋଉ ସ୍ନାନାଗାରକୁ ଯିବା ପାଇଁ ତାର ସରାଉଣ୍ଡିଂରେ ପୁରା ଚାରିପଟେ କ'ଣ ହେଇଥିଲା ନା ପାହାଚର ବ୍ୟବସ୍ଥା କରାଯାଇଥିଲା। ଆଉ ଚେଞ୍ଜିଂ ରୁମ୍ର ବି ସେତେବେଳେ ବି ସେମାନେ ପ୍ରାଇଭେସି ଉପରେ ଗୁରୁତ୍ୱ ଦେଉଥିଲେ। ଚେଞ୍ଜିଂ ରୁମ୍ର ବି ବ୍ୟବସ୍ଥା ଥିଲା। ପିପୁଲ୍ସ ରାଇଟ୍ ଲାଇଟ୍ ଟୁ ଲେଫ୍ଟ, ଲୋକମାନେ କ'ଣ କରୁଥିଲେ ନା ଡାହାଣରୁ ବାମକୁ ଲେଖୁଥିଲେ। ବୋଥ୍ ମେନ୍ ଆଣ୍ଡ ଓମେନ୍ ୱେୟାର ଅର୍ଣ୍ଣାମେଣ୍ଟସ୍, ବୋଥ୍ ମେନ୍ ଆଉ ପୁରୁଷ ଲୋକ ମହିଳା ମାନେ ପୁରୁଷ ଲୋକ ସ୍ତ୍ରୀ ଲୋକ ମାନେ ଉଭୟ ଅର୍ଣ୍ଣାମେଣ୍ଟ ୟୁଜ୍ କରୁଥିଲେ। ଅର୍ଣ୍ଣାମେଣ୍ଟ ଗୁଡ଼ିକ ଗୋଲ୍ଡ, ସିଲଭର, କପର, ଷ୍ଟୋନ୍, ବ୍ରୋଞ୍ଜରେ ଅର୍ଣ୍ଣାମେଣ୍ଟ ଥିଲା। ସେମାନେ ବେଙ୍ଗଲ୍ସ, ନେକଲେସ୍, ଆଙ୍କଲେଟ୍ ଆଦି ଅର୍ଣ୍ଣାମେଣ୍ଟ ଗୁଡ଼ିକୁ ଅଳଙ୍କାର ଗୁଡ଼ିକୁ ୟୁଜ୍ କରୁଥିଲେ। ପିପୁଲ୍ସ ୱେୟାର କଟନ୍ କ୍ଲଥ୍ସ, ୱିଣ୍ଟର ୱୁଲେନ୍ କ୍ଲଥ୍ସ, ଲୋକମାନେ କ'ଣ କରୁଥିଲେ ନା ସାଧାରଣ ସବୁବେଳେ ସେମାନେ କଟନ୍ କ୍ଲଥ୍ ୟୁଜ୍ କରୁଥିଲେ। ଆଉ ୱିଣ୍ଟରରେ ଶୀତରୁ ରକ୍ଷା ପାଇବା ପାଇଁ ସେମାନେ ଉଲ୍ କ୍ଲଥ୍ ୟୁଜ୍ କରୁଥିଲେ। ସିପ୍ ପାଳୁଥିଲେ, ସେ ସିପ୍ରୁ ସେମାନେ କ'ଣ କରୁଥିଲେ ନା ଉଲ୍ ବାହାର କରି କପଡ଼ା ବନାଉଥିଲେ। ଇମ୍ପୋର୍ଟାଣ୍ଟ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ସାଇଟ୍ ବିଷୟରେ ପଢ଼ିବା ପିଲାମାନେ। ଗୋଟେ ହେଉଛି ଆମର ଜାଣିବା ପିଲାମାନେ ଯୋଉ ଇମ୍ପୋର୍ଟାଣ୍ଟ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ସାଇଟ୍ସ ଗୁଡ଼ିକ ରହିଛି। ପ୍ରଥମେ ଜାଣିବା ପିଲାମାନେ ହରପ୍ପାନ୍ ସିଭିଲାଇଜେସନ୍। ଫାଷ୍ଟ ଡିସ୍କଭର୍ଡ ପ୍ରଥମ ଯୋଉଟା ଆମର ଡିସ୍କଭର କରାଯାଇଥିଲା ଯୋଉ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ସାଇଟ୍, ସେଇଟା ଥିଲା ହରପ୍ପାନ୍ ସିଭିଲାଇଜେସନ୍ ସାଇଟ୍, ଯୋଉଟାକି ପାକିସ୍ତାନର ପଞ୍ଜାବରେ ଅବସ୍ଥିତ। ସେଠି କ'ଣ କ'ଣ ଉଦ୍ଧାର କରାଯାଇଛି ନା 2 row of 6 granary, ମାନେ 2 ଧାଡ଼ିରେ 6ଟା ମାନେ ବଡ଼ ବଡ଼ ଶସ୍ୟାଗାର ଯୋଉଟା ଷ୍ଟୋର କରି ରଖୁଥିଲେ ଗ୍ରେନ୍ ଗୁଡ଼ିକୁ, ଶସ୍ୟାଗାର ସେଇଟା ଉଦ୍ଧାର କରାଯାଇଛି। 2 row of 6 granary ମାନେ ଟୋଟାଲ 12ଟା ଶସ୍ୟାଗାର ଥିଲା ପିଲାମାନେ। ଏ ରେଡ୍ ସ୍ୟାଣ୍ଡଷ୍ଟୋନ୍ ସ୍କଲ୍ପଚର, ଗୋଟେ ଯୋଉ ରେଡ୍ ସ୍ୟାଣ୍ଡଷ୍ଟୋନର ସ୍କଲ୍ପଚର ହେଲା ଯୋଉ ପୁରୁଷର ମାନେ ମୂର୍ତ୍ତି, ଯୋଉଟା ଗୋଟେ ରେଡ୍ ସ୍ୟାଣ୍ଡଷ୍ଟୋନରେ ଯୋଉ ମାନେ ମେଲ୍ର ଅପର ବଡିର ଅପର ପାର୍ଟ ଯୋଉ ସ୍କଲ୍ପଚରଟା, ସେଇଟାକୁ ହରପ୍ପାନରୁ ଡିସ୍କଭର କରାଯାଇଛି। ସେହିପରି ମହେଞ୍ଜୋଦାରୋର କ'ଣ ସ୍ପେଶାଲିଟି ବିଷୟରେ ଜାଣିବା ପିଲାମାନେ। ମହେଞ୍ଜୋଦାରୋ ପାକିସ୍ତାନର ସିନ୍ଧରେ ଅଛି। ମା ପୂର୍ବରୁ କହିଛି ପିଲାମାନେ ହରପ୍ପାନ୍, ମହେଞ୍ଜୋଦାରୋ ଆଉ କାହ୍ନୁଦାରୋ ଯୋଉଟା ସେ ତିନିଟା ଯାକ କ'ଣ ହେଇଛି ନା ଆମର ପାକିସ୍ତାନରେ। ଆଉ ଲୋଥଲ, କାଳିବେଙ୍ଗାଲ, ରାଖିଗଡ଼ ଏଗୁଡ଼ିକ, ଆଲାମଗୀର ଏଗୁଡ଼ିକ ଆମର ଇଣ୍ଡିଆରେ ଡିସ୍କଭର କରାଯାଇଛି। ମହେଞ୍ଜୋଦାରୋ ବିଷୟରେ ଜାଣିବା ପିଲାମାନେ ପ୍ରଥମ ମହେଞ୍ଜୋଦାରୋରେ କ'ଣ କ'ଣ ସବୁ ଡିସ୍କଭର କରାଯାଇଛି। ଗୋଟେ ଆସେମ୍ବଲି ହଲ୍, ଯୋଉଠି ମାନେ ସେ ଲୋକମାନେ ସବୁ ହୁଏତ ମାନେ କ'ଣ କରୁଥିଲେ ନା ଏକାଠି ହେଇକି କୌଣସି ରିଲିଜିଅନ୍ ହେଲା କି ରିଚୁଆଲ୍ସ ହେଲା ସବୁ ପାଳୁଥିଲେ। ଆସେମ୍ବଲି ହଲ୍, ପଶୁପତି ସିଲ୍ ଯୋଉ ପିଲାମାନେ ପଶୁପତି ସିଲ୍, ଗ୍ରେଟ୍ ବାଥ୍, ବ୍ରୋଞ୍ଜ ଡ୍ୟାନ୍ସିଂ ଗାର୍ଲ, ଗୋଟେ ବ୍ରୋଞ୍ଜରେ ଡ୍ୟାନ୍ସିଂ ଗାର୍ଲର ମୂର୍ତ୍ତି ଗୋଟେ ସ୍କଲ୍ପଚର ଗୋଟେ ଉଦ୍ଧାର କରାଯାଇଛି। ହର୍ସ ଏଭିଡେନ୍ସ, ଘୋଡ଼ା ଥିବାର କୌଣସି ପ୍ରମାଣ ମିଳିନି, କିନ୍ତୁ ମହେଞ୍ଜୋଦାରୋର ଗୋଟେ ଯୋଉ ସ୍କେଲିଟନ୍ ମିଳିଛି, ହୁଏତ ସେ ଗୋଟେ ଘୋଡ଼ାର ସ୍କେଲିଟନ୍ ହେଇଥିବ। ପିସ୍ ଅଫ୍ ଓଭେନ୍ କ୍ଲଥ୍, ଓଭେନ୍ର ଗୋଟେ କ୍ଲଥ୍ ଛୋଟିଆ କପଡ଼ା ମିଳିଛି। ଏ ବିୟର୍ଡ ମ୍ୟାନ୍ ମିଳିଛି, ମାନେ ଗୋଟେ ବିୟର୍ଡ ମ୍ୟାନ୍ର ସ୍କଲ୍ପଚର ମିଳିଛି। ଯୋଉମାନେ ହୁଏତ ସିଏ କ'ଣ ହେଇଥିବେ ନା ଚିଫ୍ ହେଇଥିବେ କି କୌଣସି ମାନେ ଗୋଟେ ପ୍ରିଷ୍ଟ ଚିଫ୍ ହେଇଥିବେ, ଭିଲେଜ ଚିଫ୍ ହେଇଥିବେ, ହୁଏତ ମଦର ଗଡେସ୍ ସିଲ୍ ମଧ୍ୟ ଉଦ୍ଧାର କରାଯାଇଛି। କୋଉଠି ଆମର ମହେଞ୍ଜୋଦାରୋରେ। ଏଇଟା ହେଉଛି ପିଲାମାନେ ଆମର ହରପ୍ପାନ୍ ସିଭିଲାଇଜେସନର ପିକ୍ଚର। ଏଇଟା ଆମର ପିଲାମାନେ ଏଇଟା ହେଉଛି ସିଟାଡେଲ୍, ଯୋଉଟା କି ମାନେ ଅପର ପାର୍ଟରେ ଯୋଉଟା ଆମର ଭିଲେଜ ଚିଫ୍ କରୁଥିଲେ ରହୁଥିଲେ। ସେହିପରି ଏଗୁଡ଼ା ଲୋୟର ପାର୍ଟ, ଏଗୁଡ଼ାକୁ ସବୁ ହେଉଛି କ'ଣ ପିଲାମାନେ ଲୋୟର ଟାଉନ୍, ଯୋଉଗୁଡ଼ାକୁ ଗ୍ରାମର ସାଧାରଣ ଲୋକମାନେ ବସବାସ କରୁଥିଲେ, ଲୋୟର ଟାଉନ୍ଟା। ସେହିପରି ପିଲାମାନେ ଯୋଉ ବ୍ରୋଞ୍ଜ ଡ୍ୟାନ୍ସିଂ ଗାର୍ଲ, ଏଇଟା ତାର ଇମେଜ୍। ଆଉ ଏଇଟା ହେଉଛି ପିଲାମାନେ ଯୋଉ ଆମର ଗ୍ରେଟ୍ ବାଥ୍, ମହେଞ୍ଜୋଦାରୋର ଯୋଉ ଗ୍ରେଟ୍ ବାଥ୍, ଏଇଠି ପିଲାମାନେ ଯୋଉ ଚାରିପଟକୁ ଯିବା ପାଇଁ ଆମର ଷ୍ଟେପ୍ ସବୁ ବନାଯାଇଛି। ସେହିପରି ବିୟର୍ଡ ମ୍ୟାନ୍ ଏଇଟା ହେଉଛି ଆମର ପଶୁପତି ସିଲ୍। ଏଇ ଯୋଉ ସ୍କଲ୍ପଚର ଗୁଡ଼ା ସବୁ
ଦେନ୍ ଆମେ ମାନେ ପଢ଼ିବା ପିଲାମାନେ ଲୋଥଲ ହେଉଛି ଆମର ଇଣ୍ଡିଆର ଯେଉଁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ସାଇଟ୍। ଇଟ୍ କଲ୍ଡ ମାଞ୍ଚେଷ୍ଟର ଅଫ୍ ଇଣ୍ଡସ୍ ଭ୍ୟାଲି, ଏହାକୁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ମାଞ୍ଚେଷ୍ଟର କୁହାଯାଏ। ଆର୍ଟିଫିସିଆଲ ଡକ୍ୟାର୍ଡ, ଏଠି ଗୋଟେ ଯେଉଁ କୃତ୍ରିମ ବନ୍ଦରଗାହ ଯେଉଁଟା ଆମର ଡିସ୍କଭର କରାଯାଇଛି। ଏ ଟେରିକୋଟା ସିପ୍ ଡିସ୍କଭର କରାଯାଇଛି। ଏ ଗେମ୍ ଏଭିଡେନ୍ସ ଅଫ୍ ଲାଇକ୍ ଚେସ୍ ଭଳିଆ ଗୋଟେ ସେମାନେ ସେତେବେଳର ଗୋଟେ ଗେମ୍ ଖେଳୁଥିଲେ, ତାହାର ଉଦ୍ଧାର କରାଯାଇଛି, ଡିସ୍କଭର କରାଯାଇଛି। ଏଣ୍ଟ୍ରାନ୍ସ ଅଫ୍ ହାଉସ୍ ଟୁୱାର୍ଡ ଷ୍ଟ୍ରିଟ୍, ଅନ୍ୟ ସବୁଆଡ଼େ କ'ଣ କହିଛି ନା ପିଲାମାନେ ଯେଉଁ ଘରର ପ୍ରାଇଭେସିକୁ ଇମ୍ପୋର୍ଟାନ୍ସ ଦେଇକି ସେମାନେ ଘରର ୱିଣ୍ଡୋ ଆଉ ଯେଉଁ ଡୋରକୁ ସେମାନେ ଷ୍ଟ୍ରିଟ୍ ପଟକୁ ମୁହଁ ନ କରିକି ଫେସ୍ ନ କରିକି ଭିତର ପଟକୁ ଫେସ୍ କରୁଥିଲେ। କିନ୍ତୁ ଲୋଥଲରେ ଯେଉଁ ଷ୍ଟ୍ରିଟ୍ ଯେଉଁ ମାନେ ଘର ଗୁଡ଼ିକ ହେଇଛି ତାର ଏଣ୍ଟ୍ରାନ୍ସ କେଉଁ ପଟକୁ ଥିଲା, ରାସ୍ତା ପଟକୁ ହିଁ, ରୋଡ଼ ପଟକୁ ହିଁ ଥିଲା ପିଲାମାନେ। ଡବଲ ବୋରିଆଲ ସିଷ୍ଟମ୍ ହେଇଛି, ମାନେ ଗୋଟିଏ ଗୋଟିଏ ଗାତରେ ସେମାନେ କ'ଣ ଗାତ ଖୋଳିକି ସେଠି ଦିଟା ଡେଡ୍ ବଡ଼ିକୁ ପୋତି ଦେଉଥିଲେ। ଡବଲ ବୋରିଆଲ ସିଷ୍ଟମ୍ ବି ଲୋଥଲରେ ମିଳିଛି ପିଲାମାନେ। ଦେନ୍ କାଲିବଙ୍ଗାଲ ଇଟ୍ ମିନ୍ସ ବ୍ଲାକ୍ ବେଙ୍ଗଲ। କାଲିବଙ୍ଗାଲର ବଙ୍ଗାଲର ମିନ୍ସ ହେଉଛି ମାନେ ବ୍ଲାକ୍ ବେଙ୍ଗଲ, ଯେଉଁଟାକି ଆମ ରାଜସ୍ଥାନରେ ଅଛି। ଏଠି କ'ଣ କ'ଣ ଡିସ୍କଭର କରାଯାଇଛି? 7 ଫାୟାର ଅଲ୍ଟର, ଯେଉଁ ଆମର 7ଟି ଯଜ୍ଞ କୁଣ୍ଡ, କ୍ୟାମେଲ ବୋନ୍ ଏଠି ଡିସ୍କଭର କରାଯାଇଛି। ବାଉଣ୍ଡରୀ ବୋଥ୍ ସିଟାଡେଲ୍ ଆଣ୍ଡ ଲୋୟର ଟାଉନ୍, ବୋଥ୍ ସିଟାଡେଲର ଆଉ ଲୋୟର ଟାଉନ୍ ପୁରାଟାର ସେମାନେ କ'ଣ କରୁଥିଲେ, ବାଉଣ୍ଡରୀ ବନାଉଥିଲେ। ପୁରା ବ୍ରିକ୍ ୱାଲ୍ରେ ଇଟାରେ ସେମାନେ ପୁରା ଚାରିପଟେ ଦୁର୍ଗ ବନେଇ ଦେଉଥିଲେ। ସିଟାଡେଲରେ ଲୋୟର ଟାଉନ୍ ବହୁତ ବଡ଼ ବାଉଣ୍ଡରୀ ବନାଉଥିବେ। ଏଭିଡେନ୍ସ ଅଫ୍ ରେକ୍ଟାଙ୍ଗଲ ଆଣ୍ଡ ସର୍କୁଲାର ଗ୍ରେଭ୍ ବୁରିଆଲ, ଯେଉଁ ମାନେ ଯେଉଁ ଡେଡ୍ ବଡ଼ି ଗୁଡ଼ିକୁ ପୋତୁଥିଲେ ତାର ଯେଉଁ ଗ୍ରେଭ୍ ଥିଲା ସେଗୁଡ଼ା ରେକ୍ଟାଙ୍ଗଲ ସେପ୍ର ଥିଲା, ସର୍କୁଲାର ସେପ୍ର ବି ଥିଲା ପିଲାମାନେ। ଏଇଟା ହେଉଛି ପିଲାମାନେ ଲୋଥଲର ଯେଉଁ ଆମର ଡକ୍ୟାର୍ଡ, ଯେଉଁଟା ଆର୍ଟିଫିସିଆଲ ଡକ୍ୟାର୍ଡ ଯେଉଁ ବନ୍ଦର, ତାର ଇମେଜ୍ ଏଇଟା। ଆଉ ଏଇଟା ହେଉଛି ପିଲାମାନେ କ'ଣ ନା ଯେଉଁ ଲୋଥଲର ଆମର ଯେଉଁ ମାନେ ଯେଉଁ ଡ୍ରେନେଜ୍ ମାନଙ୍କର ଡ୍ରେନେଜ୍ ସିଷ୍ଟମ୍ ଯେଉଁ କରିଥିଲେ, ପାଣି ଯେଉଁ ନିଷ୍କାସନ ପାଇଁ ଯେଉଁ ବ୍ୟବସ୍ଥା କରିଥିଲେ, ଏଇପଟରେ ସେମାନେ ପାଣି ନିଷ୍କାସନ କରୁଥିଲେ। ପ୍ରପରଲି ପ୍ଲାନିଂ କରିକି ସେମାନେ ମାନେ ସ୍ୱଚ୍ଛତା ମାନେ କ୍ଲିନ୍ ସ୍ୱଚ୍ଛତା ଉପରେ ସେମାନେ ବହୁତ ଇମ୍ପୋର୍ଟାନ୍ସ ଦେଉଥିଲେ। ସବୁ ମାନେ ଘରୁ ପାଣି ନିଷ୍କାସନର ଗୋଟେ ପ୍ରପର ବ୍ୟବସ୍ଥା ସେମାନେ କରିଥିଲେ। ଦେନ୍ ଆଉ ଗୋଟେ ଯେଉଁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ସାଇଟ୍ ଇଣ୍ଡିଆର କେଉଁଟା ପିଲାମାନେ, ଧୋଲାବିରା, ଯେଉଁଟାକି ଆମର କଚ୍ଛ ଗୁଜୁରାଟରେ ଅଛି, ଯେଉଁଟାକି ଲାର୍ଜେଷ୍ଟ ଇଣ୍ଡସ୍ ସ୍କ୍ରିପ୍ଟ ଇନସ୍କ୍ରିପସନ୍ ଯେଉଁଟାକୁ ଡିସ୍କଭର କରାଯାଇଛି। ଆଉ ଗୋଟେ ଉଡ଼େନ୍ ପ୍ୟାନେଲ୍ ବି ଡିସ୍କଭର କରାଯାଇଛି। ଆଉ ଏନକ୍ଲୋଜ୍ଡ ୱାଟର ଷ୍ଟୋରେଜ୍ ପଲ୍, ଯେଉଁମାନେ ବର୍ଷା ଜଳକୁ ସେମାନେ ସଂଗ୍ରହ କରିକି ରଖୁଥିଲେ, ତାର ଗୋଟେ ସେଇଟା ବି ଗୋଟେ ଡିସ୍କଭର କରାଯାଇଛି। ପିଲାମାନେ ତାପରେ ଜାଣିବା ଯେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ଡିକ୍ଲାଇନ୍, ପତନ କେମିତି ହୋଇଥିଲା ପିଲାମାନେ, ଯେଉଁଟାକି ପତନର ସମୟସୀମା ଥିଲା 2500ରୁ 750 ପର୍ଯ୍ୟନ୍ତ BC ପର୍ଯ୍ୟନ୍ତ ତାର ପତନର ସମୟ ଥିଲା। କେଉଁ କାରଣରୁ ସେତେବେଳେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଏତେ ସୁନ୍ଦର ସିଭିଲାଇଜେସନ୍ର ପତନ ଘଟିଥିଲା, ତା ବିଷୟରେ ଜାଣିବା ପିଲାମାନେ। ଯେଉଁ କ'ଣ ମାନେ ତାମାନେ ବିଭିନ୍ନ ଆର୍କିଓଲୋଜିଷ୍ଟ ମାନେ ବିଭିନ୍ନ ମତ ଦେଇଛନ୍ତି। ଯେମିତି ସେମାନେ ଗୋଟେ ମତ ଥିଲା ସେମାନେ କ୍ଲାଇମେଟ୍ ଚେଞ୍ଜ ହୁଏ, ତ ସେତେବେଳେ ଜଳବାୟୁର ପରିବର୍ତ୍ତନ ହେତୁ ସେମାନେ କ'ଣ କରିଥିବେ ନା ଅଧିକ ଉତ୍ତାପ ବୃଦ୍ଧି ହୋଇଥିବ, କି କୌଣସି ପ୍ରକାରର ମାନେ ସେମାନେ ଉତ୍ତାପ ବୃଦ୍ଧି କି ଜଳବାୟୁର କୌଣସି ପରିବର୍ତ୍ତନ ପାଇଁ ସେମାନେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲି ଯାଇଥିବେ। ବହୁତ ଗୁଡ଼ିଏ ସେତେବେଳେ ଯେଉଁ ମହେଞ୍ଜୋଦାରୋରେ ବହୁତ ଗୁଡ଼ିଏ ଯେଉଁ ଗୋଟିଏ ଜାଗାରେ ବହୁତ ଗୁଡ଼ିଏ ଡେଡ୍ ବଡ଼ି ଗୁଡ଼ିକୁ, ଯେଉଁ ସ୍କେଲିଟନ୍ ଗୁଡ଼ିକୁ ପୋତା ଯାଇଛି। ହୁଏତ ସେ ସମୟରେ ଯୁଦ୍ଧର ହେଉ କିମ୍ବା କୌଣସି ମାନେ ରୋଗରୁ ସେମାନେ ମରିଯାଇଥିବେ, ବହୁତ ଗୁଡ଼ିଏ ଡେଡ୍ ବଡ଼ି ଏକା ସାଙ୍ଗରେ ପୋତା ଯାଇଛି। ତାପରେ ଅନ୍ୟ ଗୋଟେ କାରଣ ହେଉଛି ପିଲାମାନେ ଆର୍ୟନ୍ ଇନଭେଡର ମାଇଗ୍ରେସନ୍ ଥିଓରି, ଏଟାକୁ କୁହନ୍ତି। ଆର୍ୟନ୍ ଇନଭେଡର ମାନେ ଯେଉଁ ଆର୍ଯ୍ୟମାନେ ଆସିଥିଲେ, ଆର୍ଯ୍ୟମାନଙ୍କ ସହିତ ସେମାନଙ୍କର ଗୋଟେ ଆକ୍ରମଣ କରିଥିଲେ, ଯେଉଁମାନେ ସେମାନେ ତାଙ୍କ ପାଖରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ବିଭିନ୍ନ ସ୍ଥାନକୁ ଚାଲି ଯାଇଥିବେ। ଆଉ ଗୋଟେ ହେଉଛି ଆମର ଏକ୍ସଟର୍ନାଲ୍ ଏଗ୍ରେସନ୍, ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବାହ୍ୟ ଆକ୍ରମଣ ହେତୁ, ଏପିଡେମିକ୍ କୌଣସି ପ୍ରାକୃତିକ ଦୁର୍ବିପାକ ହେତୁ, ଫ୍ଲଡ୍ ବା ଯେଉଁ ଜନ୍ ମାର୍ଶାଲ ମତ ଦେଇଥିଲେ ଯେ ବନ୍ୟା ହେତୁ ସେମାନେ ମଧ୍ୟ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲି ଯାଇଥିବେ। ନା ତାପରେ ଗୋଟେ ଜାଗାରେ ବାରମ୍ବାର ଯେତେବେଳେ ପ୍ରାକୃତିକ ସମ୍ପଦର ବ୍ୟବହାର ହେତୁ ସେ ସ୍କାର୍ସିଟି ପ୍ରାକୃତିକ ସମ୍ପଦ ସରିଯାଇଥିବ, ତା ଫଳରେ ସେମାନେ ଆଉ ଗୋଟେ ଜାଗାକୁ ଚାଲି ଯାଇଥିବେ। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ହରପ୍ପନ୍ ଫେଜ୍କୁ 4 ଭାଗରେ ବିଭକ୍ତ କରାଯାଇଛି ପିଲାମାନେ। ଯେଉଁ ଆମର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ରହିଲା, ତାକୁ 4 ଭାଗରେ 4ଟି ପାର୍ଟରେ ବିଭକ୍ତ କରାଯାଇଛି ପିଲାମାନେ। ପ୍ରି ହରପ୍ପାନ୍ ସାଇଟ୍, ଯେଉଁଟାକି 3300 BCରୁ, ଯେଉଁଟାକି ଯେଉଁ ଟାଇମ୍ରେ ନୋମାଡ଼ିକ୍ ପିପୁଲ୍ ସେଟେଲ୍ ଲାଇଫ୍ ଯେତେବେଳେ ଯାଯାବର ଜୀବନଯାପନ କରୁଥିଲେ, ଯାଯାବର ଜୀବନଯାପନରୁ ଗୋଟେ ମାନେ ଧୀରେ ଧୀରେ ସେମାନେ ସେଟେଲ୍ଡ ହେବାକୁ ଲାଗିଲେ, ଏଗ୍ରିକଲଚର କଲେ, ଡୋମେଷ୍ଟିକେସନ୍ କଲେ, ଧୀରେ ଧୀରେ ସେମାନେ ଗୋଟେ ମାନେ ଭିଲେଜର ଫର୍ମ ବନେଇଲେ। ସେଇଟାକୁ ଆମେ ପିଲାମାନେ ପ୍ରି ହରପ୍ପାନ୍ ସାଇଟ୍ ବୋଲି, ଯେଉଁଟାକୁ ପ୍ରି ହରପ୍ପାନ୍ ଟାଇମ୍ର କଥା। ତାପରେ ହେଉଛି ପିଲାମାନେ ସେକେଣ୍ଡ ଆଉ ଗୋଟେ ପାର୍ଟରେ ବିଭକ୍ତ କରାଯାଇଛି ଆର୍ଲି ହରପ୍ପାନ୍, ଯେଉଁଟାକି 3300 BC ଟୁ 2600 BC।
ଯୋଉଟାରେ ସେମାନେ କ'ଣ କଲେ ନା, ଯୋଉ ମ୍ୟାସିଭ୍ ଭିଲେଜ୍ ଟୁ ଅର୍ବାନ୍ ସେଣ୍ଟର୍ଡ ହେବାକୁ ଲାଗିଲେ, ଯୋଉ ଗ୍ରାମ୍ୟରୁ ସହରୀ ସଭ୍ୟତା ଧୀରେ ଧୀରେ ନିଜକୁ ପରିବର୍ତ୍ତନ କରୁଥିଲେ। ଦେନ୍ ଆସିଲା ମ୍ୟାଚୁଅର୍ ହରପ୍ପାନ୍, ଯୋଉଟାକି 2600 BCE ଟୁ 1900 BCE, ଲାର୍ଜ ଅର୍ବାନ୍ ସେଣ୍ଟର୍ ଟୁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍। ଯୋଉ ଲାର୍ଜ ଅର୍ବାନ୍ ସେଣ୍ଟର୍‌ରୁ ସେମାନେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍‌କୁ ପରିବର୍ତ୍ତନ କରିଥିଲେ। ଟ୍ରେଡ୍ ମାର୍କେଟିଂ ସେତେବେଳେ ଚାଲୁଥିଲା। ଦେନ୍ ଆସିଲା ଲେଟ୍ ହରପ୍ପାନ୍ ଫେଜ୍, ଯୋଉଟାକି ଆମର ଲାଷ୍ଟ ଫେଜ୍ ଥିଲା। ଲେଟ୍ ହରପ୍ପାନ୍ ଫେଜ୍ ଏଇ ଯୋଉ 1900 BCE ଟୁ 1300 BCE, ଏଇ ସମୟରେ କ'ଣ ହେଇଥିଲା ନା, ହରପ୍ପାନ୍ ସିଭିଲାଇଜେସନ୍‌ର ପତନ ଘଟିଥିଲା ପିଲାମାନେ। ଏଇଠି ଭିଡ଼ିଓଟିକୁ ରଖୁଛି ପିଲାମାନେ। ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଛୋଟିଆ ଅନୁରୋଧ, ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ।